22 ବର୍ଷ ଜେଲ୍ର ଚାରିକାନ୍ଥ ଭିତରେ କଟିଗଲା ଜୀବନର ଅମୂଲ୍ୟ ସମୟ। ଶେଷରେ ସୁପ୍ରିମକୋର୍ଟରୁ ମିଳିଲା ନ୍ୟାୟ। ଏହା ହେଉଛି କୋରାପୁଟର ଏକ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର କାହାଣୀ। 2004 ମସିହାରେ କୋରାପୁଟରେ କମଳା, ସୋନବାରୀ ଓ ରତ୍ନାଇ ନାମକ 3 ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଅର୍ଜୁନ ଜାନି ଓରଫ ଟୁନଟୁନକୁ ଗିରଫ କରିଥିଲା। 2006 ମସିହାରେ ତଳକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲା। ହେଲେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଚିତ୍ର ବଦଳିଗଲା। ସର୍ବୋଚ୍ଚ ଅଦାଲତ କହିଛନ୍ତି ଅର୍ଜୁନଙ୍କ ବିରୋଧରେ ଥିବା ପ୍ରମାଣ ଦୁର୍ବଳ ଓ ଭରସାଯୋଗ୍ୟ ନଥିଲା। କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟ ବ୍ୟବସ୍ଥାର ମୂଳ ନୀତି ବିରୋଧୀ ବୋଲି କୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଦୀର୍ଘ 22 ବର୍ଷ ଜେଲରେ ରହିବା ପରେ ଅର୍ଜୁନ ଜାନିଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଛି। ଏହାସହ ତାଙ୍କ ପୁନର୍ବାସ ପାଇଁ କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଜୀବନର ଅମୂଲ୍ୟ 22 ବର୍ଷ କିଏ ଫେରାଇବ? ସେ ତ ସୁପ୍ରିମକୋର୍ଟ ଅର୍ଡ଼ର ବଳରେ ଜାମିନରେ ଯାଇଥିଲା ଜେଲରୁ। ଆଉ ଆଜି ଖଲାସ ହେଲା ବୋଲି ଆମେ ତ ଗଣମାଧ୍ୟମରେ ଶୁଣିବାକୁ ପାଇଲୁ। ଏପର୍ଯ୍ୟନ୍ତ ଅର୍ଡ଼ର କିଛି ଆମେ ପାଇନୁ, ଆମର ହସ୍ତଗତ ହେଇନି। ଜାମିନରେ ଯାଇଥିଲା, ସୁପ୍ରିମକୋର୍ଟ ଅର୍ଡ଼ର ବଳରେ ସେ ଜାମିନରେ ଯାଇଥିଲା। ତା ଘର ହେଉଛି ହିର୍ଲାଡାଙ୍ଗରି, ଥାନା ହେଉଛି ନବରଙ୍ଗପୁର, ଜିଲ୍ଲା ନବରଙ୍ଗପୁର। ବୟସ ପାଖାପାଖି 45-46 ବର୍ଷ ହେବ। ଆଉ ଜେଲରେ 22 ବର୍ଷ ରହିଯାଇଥିଲା। ସୁପ୍ରିମକୋର୍ଟ ତାର ଯେତେବେଳେ ହେୟରିଂ ହେଉଥିଲା ଆମକୁ ଗୋଟେ ତାର କଷ୍ଟଡି ସାର୍ଟିଫିକେଟ୍ ଆଉ କଣ୍ଡକ୍ଟ ସାର୍ଟିଫିକେଟ୍ ଉପରେ ମାଗିଥିଲେ। ଆମେ ଦେଇଥିଲୁ। ଯେହେତୁ ତାର ଜେଲରେ ଆଚରଣ ଏବଂ କାର୍ଯ୍ୟକଳାପ ଭଲ ଥିଲା, ତେଣୁ ଆମେ ତାର ଆଚରଣ ଏବଂ କାର୍ଯ୍ୟକଳାପ ସନ୍ତୋଷଜନକ ଥିଲା ବୋଲି ସୁପ୍ରିମକୋର୍ଟକୁ ଅବଗତ କରିଥିଲୁ। ଆଜି ଆମେ ଗଣମାଧ୍ୟମରୁ ଶୁଣିବାକୁ ପାଉଛୁ ଯେ ସେ ତାର ସମ୍ପୂର୍ଣ୍ଣ ଭାବରେ ସେ ଦୋଷମୁକ୍ତ ହୋଇଯାଇଛି ସୁପ୍ରିମକୋର୍ଟରେ।